ଆଜି ଶ୍ରୀ ମନୋଜ ଦାସଙ୍କର ଅତ୍ୟନ୍ତ ମର୍ମସ୍ପର୍ଶୀ ଗଳ୍ପଟିଏ। ଗଳ୍ପର ନାମ ସୀତା ପାଇଁ ବର। ପ୍ରଖ୍ୟାତ କଣ୍ଟ୍ରାକ୍ଟର ଲାଲ ବାବୁଙ୍କ ଜ୍ୟେଷ୍ଠା କନ୍ୟା ବାସନ୍ତୀର ବିବାହ ନିଶାର୍ଦ୍ଧରେ ଅନୁଷ୍ଠିତ ହେଲା। କହିବା ବାହୁଲ୍ୟ, ଏହା ହେଲା ଅତ୍ୟନ୍ତ ଜାକଜମକରେ। ଯେହେତୁ ଅନୁଷ୍ଠାନଟି ଥିଲା ବାସନ୍ତୀର ବିବାହ ମାତ୍ର ନୁହେଁ, ତିନି ଜଣ ପ୍ରତାପଶାଳୀ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ଲାଲ ବାବୁଙ୍କ ବିଜୟ ବୈଜୟନ୍ତୀ ଉଡ୍ଡୟନର ଏକ ମହାର୍ଘ ସୁଯୋଗ, ଅର୍ଥାତ୍ ସେ ସର୍ବାଧିକ ମୂଲ୍ୟ ଡାକି ଇଞ୍ଜିନିୟର ପାତ୍ରଟିକୁ ନିଲାମ ଧରିଥିଲେ। ନା, ଲାଲବାବୁଙ୍କ ପରିବାରର ଗୁମର କଥା, ତାଙ୍କ ଇଞ୍ଜିନିୟର ଜାମାତା ଜର୍ମାନରେ ପଢ଼ୁଥିବା ବେଳେ କାମିନୀ ଜନିତ ଯେଉଁ ସବୁ ଗୁଜବ ନିଜସ୍ୱ ଚତୁର୍ଦ୍ଦିଗରେ ବିକିରଣ କରୁଥିଲେ, ସେସବୁ କିନ୍ତୁ ଏଠାରେ ପ୍ରାସଙ୍ଗିକ ନୁହେଁ। ସେହି ଚମକିତ ନିଶିଥର ଅବସାନ ଅନ୍ତେ ଲାଲବାବୁଙ୍କ ପଡ଼ୋଶୀ ସ୍ଥାନୀୟ ପ୍ରାଇଭେଟ୍ କଲେଜର ଅଧ୍ୟାପକ ଦେବବାବୁଙ୍କ ଟିକି ଝିଅ ସୀତା, ଆମ ଅନ୍ତରଙ୍ଗ ଗୋଷ୍ଠୀରେ ଅତି ପରିଚିତା ସେଇ ବଡ଼ ସୁକୁମାରୀ, ବଡ଼ ଅଲିଅଳ ବାରନ୍ଦାକୁ ଆସି ଇତସ୍ତତଃ ବିକ୍ଷିପ୍ତ ଶୀତଳ ହାବେଳି, ଜଣେ ଜଣେ ଜଙ୍ଗିଲାଟ ଭଳି ବିଚରଣଶୀଳ ବରଯାତ୍ରୀଗଣ ଏବଂ ନାନାବିଧ ବସ୍ତୁ ଓ ଜନତା ସମନ୍ୱିତ ପରିବର୍ତ୍ତିତ ପରିସ୍ଥିତିର ହେତୁ ସମ୍ପର୍କରେ ଯେତେବେଳେ ଜିଜ୍ଞାସାବାଦ ଆରମ୍ଭ କଲା, ପ୍ରଭାତର ସେହି ନିରୀହ ମୁହୂର୍ତ୍ତରୁ ଦେବବାବୁଙ୍କ ସ୍ୱଚ୍ଛ ଶାନ୍ତ ଗୃହସ୍ଥଳୀର ପରିପ୍ରେକ୍ଷୀରେ ଆମର ଏହି କାହାଣୀର ପ୍ରକୃତ ଆରମ୍ଭ। ସୀତାର ପ୍ରଶ୍ନର ଯେଉଁ ଉତ୍ତର ତାର ବୋଉ ଦେଲେ, ସେତିକି ତା ପାଇଁ ଯଥେଷ୍ଟ ହେଲା ନାହିଁ। ରହସ୍ୟମୟ ବିବାହ ଶବ୍ଦଟି ସେ ବହୁବାର ଶୁଣିଛି, କିନ୍ତୁ ତାହା ଯେ ଏଡ଼େ ବାସ୍ତବ ଭାବରେ ତାର ସୁପରିଚିତା ବାସନ୍ତୀ ଭଳି ଜଣେ ଝିଅକୁ କେନ୍ଦ୍ର କରି ସହସା ଘଟିଯାଇପାରେ, ଏତେ ଦୂର ସେ ଜାଣିନଥିଲା। ନାନାଦି ଅଳଙ୍କାର ଭୂଷିତା ଲଜ୍ଜାର ବିଭୂତା ବାସନ୍ତୀକୁ ସେ ଏକାଧିକ ବାର ଉଙ୍କି ମାରି ଦେଖି ଆସିଲା। ବିବିଧ ଭୋଜ୍ୟ ପରିବେଶିତ ସମ୍ଭ୍ରାନ୍ତ ଭୋକ୍ତାଗଣଙ୍କର ଆପ୍ୟାୟିତ ବଦନମଣ୍ଡଳ ଉପରୁ ସେ କେତେଥର ଆଖି ବୁଲାଇ ଆଣିଲା। ତାପରେ ସେ ନିଜର ପିତାମାତାଙ୍କର ଦାୟିତ୍ୱହୀନତା ସକାଶେ ବହୁତ କ୍ଷୋଭ ପ୍ରକାଶ କଲା। ବାସନ୍ତୀର ବିବାହ ଅନୁଷ୍ଠାନ ବେଳେ ତାକୁ କିପରି ସେମାନେ ନିଦରୁ ଉଠାଇ ନଦେଲେ ବୋଲି। ଶ୍ରୀ ଓ ଶ୍ରୀମତୀ ଦେବ ଯଥାବିଧି ଅନୁତାପ ପ୍ରକାଶ କଲେ ମଧ୍ୟ ସୀତା ସନ୍ତୁଷ୍ଟ ହେଲା ନାହିଁ। ଯେଉଁ ଅନୁଷ୍ଠାନର ପରବର୍ତ୍ତୀ ମୁହୂର୍ତ୍ତଗୁଡ଼ିକ ବି ଏଡ଼େ ଚମକପ୍ରଦ, ସେ ଅସଲ ଅନୁଷ୍ଠାନଟି କେଡ଼େ ସୁନ୍ଦର ହୋଇନଥିବ। ସୀତା ଜିଦ୍ ଧରି ବସିଲା, ଗୋଟିଏ ଅସଲ ବିବାହ ସେ ଦେଖିବ ହିଁ ଦେଖିବ। ସେ ପାଇଁ ସାରା ରାତି ଜାଗି ରହିବାକୁ ଦରକାର ହେଲେ ହେଉ, ସେ ପାଇଁ ପୁଣି ଯଥାଶୀଘ୍ର ବ୍ୟବସ୍ଥା ହେବା ଦରକାର। ଆଉ କେଉଁ ପରିଚିତ ପରିବାରରେ ବିବାହ ଉତ୍ସବ ହେଉଥିବ, ଝିଅକୁ ନେଇ ସେ କିପରି ଦେଖାଇବାର ବ୍ୟବସ୍ଥା କରିବେ, ଏହିସବୁ ଚିନ୍ତାରେ ଯେତେବେଳେ ଦେବବାବୁ ଅତ୍ୟନ୍ତ ବିବ୍ରତ, ସେତିକିବେଳେ ତାଙ୍କ କୋଳରେ ବସିଥିବା ସୀତାର ମୁହଁ ଆକସ୍ମିକ ଭାବରେ ପୁଲକୋଦ୍ଭାସିତ ହୋଇଉଠିଲା। ସେ ବାପାଙ୍କ ଚିବୁକରେ ସସ୍ନେହ କର ବୁଲାଇ କହିଲା, ବାପା, ଗୋଟାଏ ଭଲ କଥା କହିବି, ମାନିବୁ? ଦେବବାବୁ ମାନିବାର ପ୍ରତିଶ୍ରୁତି ଦିଅନ୍ତେ ବଡ଼ ଆନ୍ତରିକ କଣ୍ଠରେ ସୀତା କହିଲା, ତୁ ନିଜେ ବାହା ହୋଇପଡ଼, ମୁଁ ଦେଖିବି। ଦେବବାବୁ ଅଟ୍ଟହାସ୍ୟରେ ଫାଟି ପଡ଼ିବାରୁ ସୀତା ବେଶ୍ ଗମ୍ଭୀର ହୋଇଗଲା। ଅଗତ୍ୟା ଦେବବାବୁଙ୍କୁ ଚୁପ୍ ରହିବାକୁ ପଡ଼ିଲା। ସୀତାର କୌଣସି କଥାକୁ ହସରେ ଉଡ଼ାଇ ଦେବାର ସାଧ୍ୟ କାହାର ନଥିଲା। ଦେବବାବୁଙ୍କୁ କୈଫିୟତ ଦେବାକୁ ହିଁ ପଡ଼ିଲା। ସେ ବଡ଼ ଅପରାଧୀ ଭାବରେ କହିଲେ, ମୁଁ ପରା ବାହା ହୋଇସାରିଛି। ହେତ୍, ସତ କଥା, କାହାକୁ ହେଲୁ ରେ? ତୋ ବୋଉକୁ। ଦେବବାବୁ ସେତେବେଳେ ଜାଣିନଥିଲେ ଏହି ନିଷ୍କପଟ ଉକ୍ତି ଦ୍ୱାରା ସେ କେଡ଼େ ପ୍ରବଳ ଝଡ଼ ଡାକି ଆଣିବାକୁ ଯାଉଛନ୍ତି। ସୀତା ତାଙ୍କ ଆଗରେ ଛିଡ଼ା ହୋଇ ଏଭଳି କଟମଟ ଭାବରେ ତାଙ୍କୁ ଅନାଇଲା ଯେ ସେ ସେଥିରେ ରୀତିମତ ଶଙ୍କିତ ହୋଇପଡ଼ିଲେ। ତାପରେ ସୀତା ଫେରିପଡ଼ି କୋଠରୀ ଭିତରକୁ ଧୀରେ ଧୀରେ ଚାଲିଯିବାକୁ ଆରମ୍ଭ କଲା। ପଛରୁ ଏତକ ଜାଣି ହେଉଥିଲା ଯେ ଦାରୁଣ ଅଭିମାନ ଉଦ୍ଭୁତ କୋହରେ ତାର ଗାଲ ଦୁଇଟି ଫୁଲି ଫୁଲି ଉଠୁଥାଏ। ହତଭମ୍ବ ଦେବବାବୁ ସୀତାର ଏ ଅଚାନକ ଭାବାନ୍ତରର କାରଣ ବୁଝି ନ ପାରି ତାଙ୍କ ସ୍ତ୍ରୀଙ୍କର ଶରଣାପନ୍ନ ହେଲେ। ବହୁତ ଅଧ୍ୟବସାୟ ଅନ୍ତେ ଅବଶେଷରେ ସୀତାର ଯେଉଁ ବିବୃତିଟି ସେମାନେ ସଂଗ୍ରହ କରିପାରିଲେ, ତାହାର ସାରାଂଶ ହେଲା ଏହି। ବାସନ୍ତୀର ବାହାଘର ବେଳେ ତାକୁ ନିଦରୁ ନ ଉଠା ହେଲା ନାହିଁ, କିନ୍ତୁ ସ୍ୱୟଂ ବାପା ଓ ବୋଉ ବିଭା ହେଲା ବେଳେ ବି ତାକୁ ନ ଉଠାଇଲେ କିପରି? ଏଡ଼େ ସ୍ୱାର୍ଥପର ସେମାନେ, ଅଥଚ ଏଇ ବାପା ଗୋଟିକ କେତେ ବନ୍ଧୁତାର ଛଳନା ନ କରେ ସତେ? ସେଥର ସୀତାର ଅଭିମାନ ଭାଙ୍ଗିବାକୁ ବହୁତ ସମୟ ଲାଗିଥିଲା। ଏକକାଳୀନ ଗଣ୍ଡାଏ ପିଜୁଳି, ଏପରିକି ଚାବି ଦେଇଦେଲେ ବିଡ଼ି ଟାଣିବାର ଅଭିନୟ କରୁଥିବା ଗୋଟିଏ ପିତୁଳା ଭାଲୁ, କିଛିରେ ହିଁ କିଛି ହେଲା ନାହିଁ। ବାପା ବୋଉଙ୍କର ବିଶ୍ୱାସଘାତକତାର ଆବିଷ୍କାର ସୀତାକୁ ବଡ଼ ମନମରା କରି ରଖିଲା। ଥରେ ଅବଶ୍ୟ ଦେବବାବୁ ବୁଝାଇବାକୁ ଚେଷ୍ଟା କଲେ ଯେ
ସେମାନଙ୍କ ବିବାହ ମୁହୂର୍ତ୍ତରେ ସୀତା ନଥିଲା। କିନ୍ତୁ ସେ କୈଫିୟତକୁ ସୀତା ତାଚ୍ଛଲ୍ୟରେ ଉଡ଼ାଇଦେଲା। ଯା ଯା, ମୁଁ ପୁଣି କେବେ କୁଆଡ଼େ ନଥିଲି। ଦୁର୍ଗା ପୂଜା ବେଳେ ମୁଁ ଥିଲି, ସେଥର ମାଙ୍କଡ଼ ନାଚ ବେଳେ ଥିଲି, ଖାଲି ତୁ ହିଁ ବାହା ହେଲା ବେଳେ ନଥିଲି। ହଉ, ମୋତେ ନ ଉଠାଇଲୁ ନାହିଁ। ତୁ ନିଦରେ ଶୋଇଥିବା ବେଳେ ମୁଁ ଦିନେ ବି ବାହା ହୋଇପଡ଼ିବି, ସେତେବେଳେ ଦେଖିବୁ ଯେ। ସୀତାର ଭାବାନ୍ତରର ପରବର୍ତ୍ତୀ ପର୍ଯ୍ୟାୟର ଆରମ୍ଭ ହେଲା ଏହିଠାରୁ। କାରଣ ତାର ସ୍ୱତଃସ୍ଫୂର୍ତ୍ତ ଶେଷ ସିଦ୍ଧାନ୍ତଟି ଉପରେ ଦେବବାବୁ କହି ଉଠିଲେ, ଏତେବେଳେକେ ଠିକ୍ କଥା କହିଲୁ ସୀତା। ତୁ ନିଜେ ବାହା ହୋଇପଡ଼ିଲେ ତ କଥା ଛିଡ଼ିଯିବ। ମନ ଇଚ୍ଛା ସବୁ ଦେଖିବୁ। ଆଉ କାହା ବାହାଘରକୁ ଅପେକ୍ଷା କରିବା ଦରକାର କ'ଣ? ସୀତା ସ୍ଥିର ହୋଇ ମୁହୂର୍ତ୍ତେ ଚିନ୍ତା କରିନେଲା। କଥାଟି ବେଶ୍, ଉତ୍ସବ ବି ହେବ, ସର୍ବୋପରି ବାପା ବୋଉଙ୍କୁ ଉପଯୁକ୍ତ ଶିକ୍ଷା ଦେବା ଭଳି ସୁଯୋଗ ବି ମିଳିବ। ସୀତା ବଡ଼ ଉତ୍ସାହିତା ଦେଖାଗଲା, କିନ୍ତୁ କିଛି ସମୟ ପାଇଁ। ତାପରେ ଦେଖାଦେଲା ନବତର ସମସ୍ୟା। ବର କାହିଁ? ବରର ଭୂମିକା ଯଥା କଥା ମାନିବା, ଏକା ଦର୍ପଣରେ ମୁଣ୍ଡ କୁଣ୍ଡାଇବା, ଥିଏଟର ସିନେମା ଦେଖାଇବାକୁ ରିକ୍ସାରେ ବସାଇ ନେଇଯିବା ଇତ୍ୟାଦି ସମ୍ପର୍କରେ ବାପା ବୋଉଙ୍କୁ ବରକନ୍ୟା ରୂପେ ଆଖି ଆଗରେ ରଖି ସୀତା ଯେତିକି ଧାରଣା କରିଥିଲା, ସେଥିରେ ଅଧିକନ୍ତୁ ବିନା ବିବାଦରେ ତାହା ସହିତ ଖେଳିବାର କର୍ତ୍ତବ୍ୟଟିକୁ ମିଶାଇ ସେ ମନେ ମନେ ଉପଯୁକ୍ତ ପାତ୍ରଟିଏ ଖୋଜି ଚାଲିଲା। କିନ୍ତୁ ଅଚିରେ ଦେଖିଲା ବ୍ୟାପାରଟା ସହଜ ନୁହେଁ। ଦୂର ସମ୍ପର୍କୀୟ ଯେଉଁ ସ୍ନେହାଳୁ ଜେଜେଟି ମଧ୍ୟେ ମଧ୍ୟେ ଆସନ୍ତି, ଯାହାଙ୍କ ଶୁଭ୍ର ବିଶାଳ ଦାଢ଼ିଟି ସ୍ନେହ ମମତାର କଳ୍ପତରୁ ଭଳି, ଯାହାଙ୍କଠାରୁ ଟଫିଟାଏ କମଳାଟାଏ ପ୍ରାୟ ମିଳିଥାଏ, ଅନୁସନ୍ଧାନରୁ ଜଣାଗଲା ସେ ମଧ୍ୟ ବିବାହିତ। ଅବଶ୍ୟ ପ୍ରତିବେଶୀଙ୍କ ଉତ୍ତୁଙ୍ଗ ଅଟ୍ଟାଳିକାର ବାରଣ୍ଡାରୁ ଥରେ ଥରେ ତାକୁ ହାତ ଠାରି ଡାକେ ଲାଲବାବୁଙ୍କ ସାନପୁଅ। ଥରେ ଅଧେ ସୀତା ଯାଇ ଦେଖିଛି ସେ ଟୋକାର ଅଛି ବହୁବିଧ ଖେଳନାର ଏକ ବିଶାଳ ଗନ୍ତାଘର। ଥରେ ସୀତା ଅତ୍ୟନ୍ତ ସୁପକ୍ୱ କଦଳୀ ମନେକରି ଯାହା ସେଠାରୁ ଉଠାଇ ପକାଇଥିଲା, ତାହା ଦେଖିଲା ବେଳକୁ ତୁଚ୍ଛା ମାଟି। ତା ହେଉ, କିନ୍ତୁ ସେଇ ମାଟି କଦଳୀ ସେ ଉଠାଇ ନେଇଥିଲା ବୋଲି ସେ ଟୋକା ତାକୁ ଏଭଳି ଭାବରେ ରାମ୍ପୁଡ଼ି ଦେଇଥିଲା ଯେ ସେଥିଯୋଗୁଁ ତତୋଧିକ ଯନ୍ତ୍ରଣାଦାୟକ ଔଷଧ ତାକୁ ଲଗାଇବାକୁ ପଡ଼ିଥିଲା। ତେବେ ଅନ୍ୟ ପାତ୍ର ଅଭାବରେ ସେ ପିଲାଟା ମନ୍ଦ ହୁଅନ୍ତା ନାହିଁ। କ'ଣ ଆଉ କରାଯାଏ, ବାହା ଯେତେବେଳେ ହେବାକୁ ହିଁ ହେବ। ଅବଶ୍ୟ ତାର ରାମ୍ପୁଡ଼ା ସ୍ୱଭାବଟିକୁ ମରାମତ କରିନେବାକୁ ପଡ଼ିବ। ଯେମିତି ସେଇ ବିଡ଼ିଖୋର ଭାଲୁର ମୁନିଆ ଲାଞ୍ଜଟାକୁ ସେ ବାଡ଼େଇ ବାଡ଼େଇ ଦନ୍ଥରା କରିଦେଇ ପାରିଛି। ଭାବିଚିନ୍ତି ସୀତା ତା ବାପାଙ୍କ ଆଗରେ ପ୍ରସ୍ତାବଟି ଥୋଇଲା। ବାପା କିନ୍ତୁ କଥାଟାକୁ ଏଡ଼ାଇ ଦେବାକୁ ଚେଷ୍ଟା କଲେ ଓ ସେଥିରେ ବିଫଳ ହୋଇ ପରିଶେଷରେ ଗମ୍ଭୀର ଭାବରେ ଝିଅକୁ ବୁଝାଇଲେ ଯେ ଲାଲବାବୁ ଯେହେତୁ ବଡ଼ ଲୋକ, ସେହେତୁ ତାଙ୍କ ପୁଅକୁ ବାହା ହେବାକୁ ହେଲେ ବହୁତ ଟଙ୍କା ଦରକାର ହେବ। ଟଙ୍କା? ସୀତା ରହସ୍ୟମୟ ଭାବରେ ହସି କହିଲା, ଟଙ୍କା ଯଦି ତୋ ପାଖରେ ନାହିଁ ତ ମୁଁ ଦେବି। ସୀତା ପାଖରେ ବିଭିନ୍ନ ଭାବରେ ସଂଗୃହୀତ ପ୍ରାୟ 3 ଟଙ୍କା ଯାଏ ଗଚ୍ଛିତ ରହିଥିଲା ଓ ସେ ସେତକ ତତ୍କ୍ଷଣାତ୍ କନ୍ୟାଦାୟଗ୍ରସ୍ତ ପିତାଙ୍କ ସାହାଯ୍ୟାର୍ଥେ ଉପସ୍ଥାପିତ କରିବାକୁ ଉଦ୍ୟତ ହେଲା। ଦେବବାବୁ ବିମର୍ଷ ହସ ହସିଲେ। ବୁଦ୍ଧିମତୀ ଝିଅ ବୁଝିଲା 3 ଟଙ୍କାଠୁ ବହୁତ 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 ଅଧିକ ଟଙ୍କା ଦରକାର। ବାଜଣା, ବରଯାତ୍ରୀ, ମିଠେଇ ତଥା ବଡ଼ ଲୋକଙ୍କ ଘରେ ବିବାହ ଇତ୍ୟାଦି ସହିତ ଟଙ୍କାର ସମ୍ପର୍କ ବିଷୟରେ ଏକ ଧୂଆଁଳିଆ ଧାରଣା ଯୋଗୁଁ ଯେ ଏହିଠାରୁ ସୀତାର ଭାବାନ୍ତରରେ ପୁନରାୟ ଏକ ନୂତନ ପର୍ଯ୍ୟାୟର ସୂତ୍ରପାତ ହେଲା, ତାହା ନୁହେଁ। ବାପା ବୋଉ ତଥା ପାଖ ପଡ଼ୋଶୀର କତିପୟ ଭଦ୍ର ମହିଳାଙ୍କ ଆଲୋଚନା ଭିତରୁ ସୀତା ବୁଝିଲା ଓ ବିସ୍ମିତ ହେଲା ଯେ ଏଇ ସେଦିନ ଏଡ଼େ ଆଡ଼ମ୍ବରରେ ଯେଉଁ ବାସନ୍ତୀର ବିବାହ ହୋଇଥିଲା, ସେଇ ବାସନ୍ତୀ ଅହରହ କାନ୍ଦୁଛି। ଲାଲବାବୁ ଅବଶ୍ୟ ବରକୁ ବହୁତ ଟଙ୍କା ଦେବାରେ ତ୍ରୁଟି କରିନାହାନ୍ତି। ଏପରିକି ବାସନ୍ତୀର ଗୋଟିଏ ପାଦ ଆଙ୍ଗୁଠି ଜନ୍ମରୁ ଅତ୍ୟଧିକ କ୍ଷୁଦ୍ର ହୋଇଥିବାରୁ କ୍ଷତିପୂରଣ ବାବଦରେ ଅଧିକ 9,000 ଟଙ୍କା ନଗଦ ଦେବାକୁ ପଡ଼ିଛି। ତଥାପି ଇଞ୍ଜିନିୟର ବରକୁଆଡ଼େ ସବୁବେଳେ ବାସନ୍ତୀ ଉପରେ ଚିଡ଼ୁଛି ଓ ମଦ ବୋତଲରେ ବାଡ଼େଇ ତାର ନାକ ଫଟାଇ ଦେଇଛି। ସୀତାକୁ ସାରା ପୃଥିବୀ ବଡ଼ ବିଚିତ୍ର ଲାଗିଲା। ବାସନ୍ତୀର ନାକଟି ଥିଲା କେଡ଼େ ସୁନ୍ଦର ସତେ। ଇଞ୍ଜିନିୟରମାନେ ବଡ଼ ବଡ଼ କୋଠା ତିଆରି କରନ୍ତି, ନାକ ବି ଫଟାନ୍ତି। ଏସବୁ ବିଭିନ୍ନ କଥା ଭିତରେ ସୀତା ସାମଞ୍ଜସ୍ୟ ବିଧାନ କରିନଥିଲା। ଯଦି ବି ସବୁ ଦିଗରୁ ସବୁ କଥା ସେ ବୁଝିବାକୁ ଚେଷ୍ଟା କରୁଥିଲା। କ୍ରମେ ସେ ଏଡ଼େ ଗମ୍ଭୀର ହୋଇ ଏକାକିନୀ ସମୟ କଟାଇବାକୁ ଲାଗିଲା ଯେ ସେଥିରେ ସେହି କ୍ଷୁଦ୍ର ପରିବାରର ବାତାବରଣ ହିଁ କେମିତି ସ୍ଥବିର ହୋଇଗଲା। ଯେତେବେଳେ ସେହି ବୃଦ୍ଧ ଜେଜେବାପା ବୁଲିବାକୁ ଆସିଲେ, ତାଙ୍କର ମନେ ହେଲା ଯେମିତି ବୈଠକଖାନାରେ ଅବସ୍ଥାପିତ ସେହି ବିଡ଼ିଖୋର ଭାଲୁ ମଧ୍ୟ ହତଚକିତ ହୋଇଯାଇଛି। ଜେଜେଙ୍କୁ ପାଇ ସୀତା ମୁହଁରେ ସ୍ମିତ ହସର ସଞ୍ଚାର ହେଲା। ଅବିଳମ୍ବେ ଏକ ନିର୍ଜନ ସୁଯୋଗ ଖୋଜି ସୀତା ତାଙ୍କୁ ପୁଚ୍ଛା କଲା, ତା ଲାଖି ବରପାତ୍ରଟିଏ କେଉଁଠି କିପରି ମିଳିପାରେ। ବୃଦ୍ଧ କହି ଉଠିଲେ,
ସେ କହିବାରେ ସରଳ ଥଟ୍ଟା ଥିଲା, ଆଉ ଥିଲା ଆନ୍ତରିକତା ବି। ମୋ ସୀତା ପାଇଁ ବର କୁଆଡ଼ୁ ମିଳିବେ, ସ୍ୱୟଂ ରାମଚନ୍ଦ୍ର ବିନା? ପୁନରାୟ ପୁଲକୋଦ୍ଭାସିତ ହେଲା ସୀତାର ମୁହଁ। ରାମ ସୀତା କାହାଣୀ ସେ ଜାଣେ। ତା ଜଟିଳ ସମସ୍ୟାର ଏଡ଼େ ସାବଲୀଳ ସୁନ୍ଦର ସମାଧାନ କେହି କରିନଥିଲେ। ଜେଜେଙ୍କୁ ଜାବୁଡ଼ି ଧରି ସେ ବରାଦ କଲା, ରାମଚନ୍ଦ୍ରକୁ ଡାକି ଆଣିବାକୁ ହିଁ ପଡ଼ିବ। ବୃଦ୍ଧ କହିଲେ, ସେ କ୍ଷମତା ତ ତାଙ୍କର ନାହିଁ। ତେବେ ସୀତା ନିଜେ ଯଦି ମନେ ମନେ ଖୁବ୍ ବ୍ୟାକୁଳ ହୋଇ ଡାକିବ, ତେବେ ରାମଚନ୍ଦ୍ର ଅବଶ୍ୟ ଆସିବେ, କାରଣ ସେ ଯେହେତୁ ସୀତା ଆଉ ରାମଚନ୍ଦ୍ର ଯେହେତୁ ଭଗବାନ। ବାଜଣା ବରଯାତ୍ରୀ ସବୁ ଆସିବେ? ସୀତା ପ୍ରଶ୍ନ କଲା। ସବୁ, ଜେଜେ କହିଲେ। ସୀତା ଆଖି ବୁଜି ମୁହୂର୍ତ୍ତେ ଚିନ୍ତା କଲା ଓ ତାପରେ ସ୍ୱସ୍ତିର ନିଶ୍ୱାସ ଛାଡ଼ି ଉଠି ଛିଡ଼ା ହେଲା। ଅଚିରେ ତା ମୁହଁରେ ଉଠିଲା ପୁଲକର ପ୍ଲାବନ। ତାପରେ ସେ ତାର ଟିକି ମୁହଁଟି ଜେଜେଙ୍କ କାନ ପାଖକୁ ନେଇ ଅନୁରୋଧ ଜଣାଇଲା, ମୁଁ ଆଜି ରାତିରେ ତାଙ୍କୁ ଡାକିବି, ତୁମେ କିନ୍ତୁ ବାବା ବୋଉଙ୍କୁ କହିବ ନାହିଁ। ରାତି ପାହିଲା। ସେଦିନ ଅନ୍ୟ ଦିନମାନଙ୍କ ଅପେକ୍ଷା କିଞ୍ଚିତ୍ ବିଳମ୍ବରେ ସୀତା ନିଦରୁ ଉଠିଲା। ପୂର୍ବ ରାତି କଥା ଦେବବାବୁ ଭୁଲି ଯାଇଥିଲେ, କିନ୍ତୁ ସୀତା ମୁହଁକୁ ଅନାଇ ଦେବା ମାତ୍ରେ ଗୋଟିଏ ଚମକରେ ଯେମିତି ତାଙ୍କର ସବୁ କଥା ମନେ ପଡ଼ିଗଲା। ସୀତା ନିଦରୁ ଉଠିବା ମାତ୍ରେ ତାଙ୍କ ଉପରେ ଲଦି ହୁଏ, ଗୀତ ବୋଲେ, କିନ୍ତୁ ସେଦିନ ତା ମୁହଁରେ ଫୁଟିଥିଲା ଗାମ୍ଭୀର୍ଯ୍ୟ ଓ ସ୍ନିଗ୍ଧତାର ଏକ ଅବର୍ଣ୍ଣନୀୟ ସମନ୍ୱୟ। ତାକୁ ଯେତେ ଯାହା କହିଲେ ସେ କେବଳ ଟିକିଏ ହସିଦିଏ, ଟିକିଏ କରୁଣାର ହସ, କିନ୍ତୁ କଥା କହେ ନାହିଁ। ଯେପରି ସେ ଏକ ସ୍ୱପ୍ନ ଲୋକରେ ବିଚରଣ କରୁଛି, ଯେଉଁ ଲୋକରେ ସେ ଜଣେ ବହୁତ ବଡ଼ ମଣିଷ, ବାବା ବୋଉ ସାମାନ୍ୟ ଶିଶୁ ମାତ୍ର। ସେଦିନ ଥିଲା ରବିବାର। ସୀତାର ଏହି ଅଭିଭୂତ ଅବସ୍ଥାକୁ ସାରାଦିନ ଲକ୍ଷ୍ୟ କରି ଦେବବାବୁ ଯେମିତି ଟିକିଏ ଆତଙ୍କିତ ହୋଇପଡ଼ିଥିଲେ। ସନ୍ଧ୍ୟାବେଳକୁ ସେ ସୀତାକୁ ହସାଇବା ପାଇଁ, କଥା କୁହାଇବା ପାଇଁ ବାରମ୍ବାର ଚେଷ୍ଟା କଲେ, ତାକୁ ଶୂନ୍ୟକୁ ତୋଳି ନଚାଇ କୁତୁରୁକାଳି ଦେଇ। ସୀତା ବାଧ୍ୟ ହୋଇ ହସି କଥାରେ କଥାରେ ବିକ୍ଷିପ୍ତ ଭାବରେ ଯାହା ସବୁ କହିଲା, ସେଥିରୁ ଦେବବାବୁ ଏଇ କଥା ବୁଝିଲେ ଯେ ସୀତା ରାତିରେ ବାବା ବୋଉଙ୍କୁ ନିଦରୁ ନ ଉଠାଇ ରାମଚନ୍ଦ୍ରଙ୍କୁ ବିବାହ କରିସାରିଛି। ସୁନ୍ଦର ଧନୁର୍ଦ୍ଧର କିଶୋର ରୂପେ, ଚନ୍ଦନ ଚର୍ଚ୍ଚିତ ପୁଷ୍ପ ବିଭୂଷିତ ହୋଇ ଯିଏ ଆସିଥିଲେ, କେତେ ସ୍ୱର୍ଗୀୟ ବାଦ୍ୟ ସଙ୍ଗୀତ ଓ ଦ୍ୟୁତିମାନ ଦେବଦୂତମାନଙ୍କ ଗହଣରେ। ଏବଂ ଦେବବାବୁ ଏହା ବି ବୁଝିଲେ ଯେ ସେ ପର୍ଯ୍ୟନ୍ତ ସେ ସ୍ୱପ୍ନକୁ ସୀତା ମନେ କରିଛି ବାସ୍ତବ ବୋଲି। ଦେବବାବୁ ବହୁତ ହସି ତାଙ୍କ ସ୍ତ୍ରୀଙ୍କୁ ଡାକି ସବୁ କଥା କହିଲେ ଓ ଉଭୟେ ହସୁ ହସୁ ଲକ୍ଷ୍ୟ କଲେ ସୀତାର ମୁହଁ କ୍ରମେ ଗମ୍ଭୀର ହୋଇ ଆସୁଛି। ଆଶ୍ଚର୍ଯ୍ୟ, ସେ ଗାମ୍ଭୀର୍ଯ୍ୟ ସୀତାର ଆଉ କେବେ ବି କଟିଲା ନାହିଁ। ଏ ଘଟଣାର କିଛି ଦିନ ପରେ ଦେବବାବୁ ଓ ତାଙ୍କ ସ୍ତ୍ରୀ ପରସ୍ପର ଭିତରେ ଏକ ଦୁଃସମ୍ବାଦର ଆଲୋଚନା କରୁଥିଲେ। ଦୁଃସମ୍ବାଦଟି ହେଲା ବାସନ୍ତୀର ଆତ୍ମହତ୍ୟା। ଆଲୋଚନା ପରେ ଦେବବାବୁ ସଚେତନ ହୋଇ ଦେଖିଲେ, ଅତ୍ୟନ୍ତ ବଡ଼ ବଡ଼ ଆଖି କରି ସୀତା ତାଙ୍କ ଆଡ଼କୁ ଅନାଇ ରହିଛି। ସେ ଚାହାଣୀର ଅର୍ଥ ଯାହା ହେଉନା କାହିଁକି, ଦେବବାବୁଙ୍କର ମନେ ହେଲା ସୀତା ଏହା ହିଁ ପଚାରୁଛି, କେଉଁଠି ତେବେ ପ୍ରକୃତ ସ୍ୱପ୍ନ? ସେଦିନ ଏଡ଼େ ଜାକଜମକରେ ଅନୁଷ୍ଠିତ ବାସନ୍ତୀର ବିବାହ ନା ମୋର ବିବାହ, ଯାହାକୁ ତୁମେମାନେ ସ୍ୱପ୍ନ ବୋଲି ହସି ଉଡ଼ାଇ ଦେଇଛ? 13 ବର୍ଷ ବିତିଗଲାଣି। ଦେବବାବୁଙ୍କ ଠାରୁ ବିଚ୍ଛିନ୍ନ ହୋଇ ମୁଁ ବହୁତ ଦୂରକୁ ଚାଲି ଆସିବା ପରେ ଥରେ ଅଧେ ସେମାନଙ୍କୁ ଭେଟିଛି। ଶୁଣିଥିଲି ଦେବବାବୁ ସୀତାର ବିବାହ ସକାଶେ ବ୍ୟବସ୍ଥା କରୁଥିଲେ, ଯଦିଓ ସୀତା ନାହିଁ ନାହିଁ କରୁଥିଲା। ଆଜି ଏଇ ନିଦାରୁଣ ଦୁଃସମ୍ବାଦ ପାଇଲି, ସାମାନ୍ୟ ଅସୁସ୍ଥତା ଅନ୍ତେ ସୀତାର ଆକସ୍ମିକ ଜୀବନାବସାନ ଘଟିଯାଇଛି।